ଗଙ୍ଗଶିଉଳି ଏହାର ବୋଟାନିକାଲ ନାମ ହେଉଛି ନାଇଟ୍ରାନ୍ଥେସ୍ ଆର୍ବୋରିଷ୍ଟିସ୍ ଆଉ ଇଂରାଜୀରେ ନାଇଟ୍ ଫ୍ଲାୱରିଂ ଜସ୍ମିନ୍ ବୋଲି କହନ୍ତି। ହିନ୍ଦୀରେ ହାରସିଙ୍ଗିଡ଼ା, ସଂସ୍କୃତରେ ସେଫାଳିକା ଓ ଶ୍ଵେତମଞ୍ଜରୀ ବୋଲି କୁହାଯାଏ। ଗଙ୍ଗଶିଉଳି ଏକ ସୁପରିଚିତ ଗଛ। ଓଡ଼ିଆରେ ଏହାକୁ ସିଙ୍ଗଡ଼ାହାର ଓ ସେଫାଳି ବୋଲି କୁହାଯାଏ। ଏହି ଗଛର ଉଚ୍ଚତା 10 ଫୁଟ ଭିତରେ ହୋଇଥାଏ। ଡାଳର ପ୍ରତ୍ୟେକ ଗଣ୍ଠିରୁ ଏହାର ଗୋଟିଏ ଲେଖାଏଁ ପତ୍ର ବାହାରିଥାଏ। ଏହାର ପତ୍ରର ଧାର ସାମାନ୍ୟ କୁଞ୍ଚକୁଞ୍ଚିଆ। ଏଗୁଡ଼ିକ ଟାଣ, କର୍କଶ ଓ ଭାରି ପିତା। ଏହାର ଫୁଲ ଦେଖିବାକୁ ଭାରି ସୁନ୍ଦର। ଫୁଲର ପାଖୁଡ଼ା ଦେଖିବାକୁ ମଲ୍ଲି ଫୁଲ ପରି ଏବଂ ଫୁଲ ଡେମ୍ଫର ରଙ୍ଗ ପୋହଳା ରଙ୍ଗର। ଏହି ଫୁଲ ରାତିରେ ଫୁଟି ସୂର୍ଯ୍ୟୋଦୟ ପୂର୍ବରୁ ଝଡ଼ିଥାଏ। ଏହାର ଫଳ ଚେପେଟା ହୋଇଥାଏ। ତେବେ ଆସନ୍ତୁ ଜାଣିବା ଗଙ୍ଗଶିଉଳି ଗଛର କ'ଣ ରହିଛି ଆୟୁର୍ବେଦିକ ଉପଚାର ଓ ଔଷଧୀୟ ଗୁଣ। ମ୍ୟାଲେରିଆ ଏବଂ ପିତ୍ତଜ୍ୱର ହେଉଥିଲେ 3 ଚାମଚ ଗଙ୍ଗଶିଉଳି ପତ୍ର ସହିତ 1 ଚାମଚ ମହୁ ମିଶାଇ ସକାଳୁ ଖାଲି ପେଟରେ 7 ଦିନ ପର୍ଯ୍ୟନ୍ତ ସେବନ କଲେ ସମସ୍ତ ପ୍ରକାର ଜ୍ୱର ଉପଶମ ହୁଏ। 7ଟା ଗଙ୍ଗଶିଉଳି ପତ୍ର ସହ 21ଟା ଗୋଲମରିଚ ବାଟି ଦିନକୁ ଥରେ ନିୟମିତ 7 ଦିନ ସେବନ କଲେ ମ୍ୟାଲେରିଆ ଜ୍ୱର ଭଲ ହୋଇଥାଏ। ଅଧକପାଳି ହୁକା ଜ୍ୱର ହେଉଥିଲେ ସିଙ୍ଗଡ଼ାହାର ପତ୍ରର ରସକୁ 2 ବୁନ୍ଦା ଲେଖାଏଁ ନାକରେ ପକାଇଲେ ଅଧକପାଳି ବିନ୍ଧା କମିଯାଏ। ହୁକା ଜ୍ୱର ଭଲ ହୋଇଥାଏ। ତଣ୍ଟି ଦରଜ, ଟନସିଲ୍ ବା ଗଳଗ୍ରନ୍ଥି ଫୁଲା ହେଉଥିଲେ ଅଳ୍ପ କିଛି ଗଙ୍ଗଶିଉଳି ଚେରକୁ କଳରେ ଜାକି ଟିକେ ଟିକେ ଚୋବେଇ ତାର ରସ ଢୋକିଲେ ତଣ୍ଟି ଦରଜ କମିଥାଏ, ଗଳଗ୍ରନ୍ଥି ଫୁଲା ଭଲ ହୋଇଥାଏ। ପାଟି ଘା ବା ତୁଣ୍ଡ ଘା ହୋଇଥିଲେ ଗଙ୍ଗଶିଉଳି ଗଛର ଛାଲିକୁ ସିଝାଇ ସେହି ପାଣିରେ ଦିନକୁ 3 ଥର କୁଳି କଲେ 3 ରୁ 4 ଦିନ ଭିତରେ ତୁଣ୍ଡ ଘା ଭଲ ହୋଇଥାଏ। ଆମବାତ ହୋଇଥିଲେ ଗଙ୍ଗଶିଉଳି ପତ୍ର ରସରେ ଶୁଣ୍ଠି ଚୂର୍ଣ୍ଣ ମିଶାଇ 3-4 ଦିନ ସେବନ କଲେ ଆମବାତ ଭଲ ହୁଏ। ଯେକୌଣସି ଘା ହୋଇଥିଲେ ସହଜରେ ଶୁଖିବା ପାଇଁ ଗଙ୍ଗଶିଉଳି ପତ୍ରର ଚୂର୍ଣ୍ଣକୁ ଘାରେ ଲଗାଇଲେ ଘା ଶୀଘ୍ର ଶୁଖିଯାଏ। ଅଣ୍ଟା ଧରା ହେଉଥିଲେ 3 ରୁ 4 ଚାମଚ ଗଙ୍ଗଶିଉଳି ପତ୍ର ରସରେ 15ଟି ଗୋଲମରିଚ ଚୂର୍ଣ୍ଣକୁ ପକାଇ ନିୟମିତ ସକାଳୁ ଖାଲି ପେଟରେ ଖାଇଲେ ଅଳ୍ପ ଦିନ ଭିତରେ ଅଣ୍ଟା ଧରା ଭଲ ହୁଏ। କୃମି ହେଉଥିଲେ ପେଟରେ କୃମି ହୋଇଥିଲେ 5 ଚାମଚ ଗଙ୍ଗଶିଉଳି ପତ୍ରର ରସ ସହିତ 1 ଚାମଚ ମହୁ ମିଶାଇ ନିୟମିତ 5 ଦିନ ସେବନ କଲେ ପେଟର କୃମି ମରି ଝାଡ଼ା ବାଟେ ବାହାରି ଯାଆନ୍ତି। ଅର୍ଶ, ଶୋଥ, ଅଗ୍ନିମାଦ୍ୟ, ବାଇଶୂଳ ବା ପେଟମରା ହେଉଥିଲେ ସମ ପରିମାଣର ଶୁଖିଲା ଛେଲି, ଲବଙ୍ଗ, ଶୁଣ୍ଠି, ଜୁଆଣି ଓ ଶୁଖିଲା ରସୁଣ ଗଛକୁ ଏକାଠି ଚୂର୍ଣ୍ଣ କରି କାଚ ବୋତଲରେ ସାଇତି ରଖିବ। ଏଥିରୁ ଅଧ ଚାମଚ ଗରମ ପାଣିରେ ଗୋଲି କରି ଦିନକୁ 2 ଥର 15 ଦିନ ପର୍ଯ୍ୟନ୍ତ ସେବନ କରିବ। ଅର୍ଶ, ଶୋଥ, ଅଗ୍ନିମାଦ୍ୟ ଓ ବାୟୁଶୂଳ ଭଲ ହୋଇଥାଏ। ଏହି ଭିଡ଼ିଓଟି ଭଲ ଲାଗିଥିଲେ ନିଶ୍ଚିତ ଭାବେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ ଏବଂ ପ୍ରିୟଜନମାନଙ୍କୁ ସେୟାର କରିବେ। ପୁଣି ଏକ ଔଷଧୀୟ ବୃକ୍ଷର ଭିଡ଼ିଓ ନେଇ ଆସିବୁ। ସେତେ ପର୍ଯ୍ୟନ୍ତ ବିଦାୟ। ଧନ୍ୟବାଦ।